ଆଜିଠୁ ନେଇକି ଭାବିନିଅ 10-15 ବର୍ଷ ସେତେବେଳେ ଯେତେବେଳେ ଆମେ ଛୋଟ ଥିଲୁ ତ ମା ଆମକୁ ଛାଡ଼ିକି ପଳେଇଗଲା। ଫାର୍ଷ୍ଟ ଜିନିଷ ହେଉଛି ମା ଆମକୁ ଛାଡ଼ିକି ଗଲା ନିଜେ ଭଉଣୀଟାକୁ ନେଇକି ପଳେଇଲା, ସାନ ଭଉଣୀଟାକୁ। ତାପରେ ନେଇକି ଗଲା, ଆମେ ସେତେବେଳେ ନା ରୋଷେଇବାସ ଜାଣିଥିଲୁ ନା କ'ଣ ଜାଣିଥିଲୁ, କିଛି ଜାଣିନଥିଲୁ। ତାପରେ ମୁଁ ନିଜେ ସେତେବେଳେ ରୋଷେଇବାସ କରୁଥିଲି। ରୋଷେଇବାସ କରିକି ସ୍କୁଲ ବି ହଷ୍ଟେଲ ବି ଥିଲି। ହଷ୍ଟେଲରୁ ବାହାରିଲା ପରେ ରୋଷେଇବାସ ନିଜେ କରିକି, ହଁ ମୋ ତଳେ ଗୋଟେ ଭଉଣୀଟେ ଥିଲା, ସାନ ଭାଇଟେ ବି ଥିଲା। ଆମେ 3 ଜଣ ଥିଲୁ, ଆଉ ବାପା ଥିଲେ 4 ଜଣ ଆମେ। ଆଉ ଗୋଟେଟାକୁ ମୋ ମା ନେଇକି ଯାଇଥିଲେ। ତାପରେ ଯାଇଛନ୍ତି। ତାପରେ ମୁଁ ନିଜେ ରୋଷେଇବାସ କରୁଥିଲି। ଯେତେବେଳେ ଖିଆ ପିଆ ଆମ 2 ଜଣଙ୍କ ସେମିତି ଚାଲୁଥିଲା। ତାପରେ ଯେତେବେଳେ ସାନ ଭଉଣୀ ନୁହଁ, ବଡ଼ ଭଉଣୀ, ଆଉ ମୋର ଯେତେବେଳେ ମୋଠୁ ବଡ଼ ନୁହଁ, ମୋଠୁ ସାନ ଯିଏ, ସିଏ ସବୁଠୁ ସାନ ଯାହାକୁ ସେକୁ ମା ନେଇକି ଯାଇଛନ୍ତି। ଆଉ ମଝି 2 ଜଣ ଅଛନ୍ତି, ମୋଠୁ ତଳକା 2 ଜଣ ଅଛନ୍ତି, ଭଉଣୀ ଗୋଟେ ଭାଇ।